ଚକୋଲେଟ୍ ହେଉ କି ଆଇସ୍କ୍ରିମ୍, ପିଲାମାନେ ତ ଚାତକ ପରି ଚାହିଁଥାନ୍ତି। ଆପଣମାନେ ମୋ ପୁଅର ଆଇସ୍କ୍ରିମ୍ ଖାଇବା ଦେଖିକି ଜାଣିପାରୁଥିବେ, ସେ ତ ତାକୁ ଫ୍ରିଜରେ ସେଟ୍ ହେବା ପର୍ଯ୍ୟନ୍ତ ବି ଅପେକ୍ଷା କରିପାରିଲାନି। ଚକୋଲେଟ୍ ଫ୍ଲେଭର ଆଇସ୍କ୍ରିମ୍ ପାଇଁ ପ୍ରଥମେ ହାପି ହାପି ବିସ୍କୁଟକୁ କ୍ଷୀର ଆଉ ଅମୁଲ ଗୁଣ୍ଡ ଦେଇ ଭଲସେ ଗ୍ରାଇଣ୍ଡିଂ କରିନେବା। ତାପରେ 2ଟା କାଚ ଗ୍ଲାସକୁ ତାକୁ ଟ୍ରାନ୍ସଫର କରିସାରିଲା ପରେ ସେଇ ହାପି ହାପି ଜରିକୁ ରବର ସାହାଯ୍ୟରେ ବାଉଁଶ ପାତିକୁ ଦେଇ 10ରୁ 12 ଘଣ୍ଟା ଫ୍ରିଜରେ ରଖିନେବା। କଥାଟି ଏଇଆ କି ଯଦି ଘରେ ପିଲା ଅଛନ୍ତି ତାହେଲେ ଆଇସ୍କ୍ରିମ୍ ବନେଇବା କଥା ତାଙ୍କୁ କେବେ ବି ଜଣେଇବେନି, ନହେଲେ 10-12 ଘଣ୍ଟା ପୂର୍ବରୁ ସେ 2-3 ଥର କାଢ଼ିକି ନିଶ୍ଚୟ ଦେଖିଦେବେ, ଯେମିତି ମୋ ସହିତ ଘଟିଥିଲା। ଆଇସ୍କ୍ରିମ୍ ସେଟ୍ ନ ହେବା ପୂର୍ବରୁ ମୋ ପୁଅ ତ କାଢ଼ିଦେଲା, କିନ୍ତୁ ଟେଷ୍ଟ ବହୁତ ଜବରଦସ୍ତ ଥିଲା। ଆପଣମାନେ ଥରେ ଏଇ ପ୍ରୋସେସରେ ବନେଇକି ଖାଆନ୍ତୁ ଆଉ କେମିତି ଲାଗିଲା କମେଣ୍ଟରେ ସିଓର ଜଣେଇବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।